ଆସିବନି ତମେ ଦେଇଦେ ନାଇଁ ଆସୁନି। कौन है डाक्टर बाबू शुणु डाक्टर बाबू बापांकर कौन है हार्ट अटैक बापा भल होइछिले ना हाँ मु मेडिसिन लिखि देइछि आने दियंतु तेबे बेटर हम नर्सिंग होम किंबा डाक्तरखाना नहीं जाए कारण सेठारे हार्ट स्पेशलिस्ट अछंती सेमाने देखिले भल हेबो हौ मु एबे आसुछि कौन सी व्यवस्था है मु आपको फोन में जनाइबी ठीक अछि हाँ बड़ भाई सान भाई घर सागरे कौन संपर्क रखुना बापांर भल मंद खबर किसी बुझुना से चिंतार बापांर आज ये अवस्था देखिली डाक्टर बाबू घर बाहर गले कार कौन है दादा बापांर हार्ट अटैक है डाक्टर बाबू कहते कौन डाक्तरखाना ना नर्सिंग होम नहीं जावाक ना ना डेरी करवा उचित नुहे किंतु हवा केमिति आम गाँव में दी जनकर जोड़ाए टैक्सी अच्छी ये तो आसी संध्या हेल्ला मु देखे कार जदि फांका थी से नहीं जा कटक बड़ डाक्तरखाना नहीं गले भल हो तुम्हें बाहर व्यवस्था कर देखुची शुणुच सबू कथारे हम हम हवा तमर गोटे अभ्यास दी भाई को फोन कर से आसतु समस्ते मिसिकी गोटे निष्पत्ति नियो आज भल अच्छी मंद अच्छी जदि किसी गला समस्ते तुमको दोष देवे हौ तुम्हें भीतर को चल बापा पाखे बस मु फोन करू बाबा
ଖୁଦୁରୁକୁଣୀ ଓଷା କରି ମା ମଙ୍ଗଳାଙ୍କ ପାଖରେ ଯିଏ ଯାହା ମାନସିକ କରେ ସିଏ ତା ପୂରଣ କରିଦିଅନ୍ତୁ। ପଢ଼ିନୁ ତୋ ବହିଙ୍କର ହଜିଯାଏ ଛେଳି ଆଣିଦେଲେ, 10 ବର୍ଷ ବାହାରେ ଥିବା ତାଙ୍କ ଭାଇଙ୍କୁ ଆଣିଦେଲେ। ସତ କହୁଛୁ? ମା ମଙ୍ଗଳାଙ୍କୁ କହିଲେ ସେ ମୋ ବାପାକୁ ଭଲ କରିଦେବେ? ହଁ ସତ କହୁଛି। ତାହେଲେ ଦେ ସେ ଫୁଲ ତକ ଦେ। ମୁଁ ମଉସାଙ୍କ ପାଇଁ ମାନସିକ କରିଛି, ଶେଷ ପାଳି ଦିନ ଚୁଡ଼ା ଘଷା ଗହମଗିରି ମୁଁ ଦେବି। ହେଲା ମୁଁ ଆସିଛି, ଓଦା ଲୁଗାରେ ଚାଲି ଆସିଛି ତ ଶୀତ ଲାଗିଲାଣି। ମରଣ ହଉନି ତତେ।
ଭାଇ ପ୍ରଣାମ। ଭାଇ ତୁମେ କ'ଣ ଏକା ଆସିଛ? ଭାଉଜ କି ପିଲାମାନେ କେହି ଆସିନାହାନ୍ତି? ଆଉ ଜଣେ ଆଖି ଧରିଛି। ପିଲାମାନଙ୍କର ଆଖି ଧରିବା ହେଉଛି। ସେମାନଙ୍କୁ ଆଣିଥିଲେ ଏଠି ସମସ୍ତଙ୍କର ଆଖି ଧରିଥାନ୍ତା। ସେଇଆ ଭାବିଛନ୍ତି ମୁଁ ଏକା ଚାଲି ଆସିଲି। ହଉ ତୁ କହିଲୁ ଏବେ ବାପାଙ୍କ ଅବସ୍ଥା କେମିତି ଅଛି? ଭଲ ନାହିଁ ଭାଇ। ଅଧା ଅଧା କଥା କହୁଛନ୍ତି, ଖାଲି ଜୁଳୁ ଜୁଳୁ କରି ଚାହୁଁଛନ୍ତି। ତାଙ୍କ ମୁହଁ ଦେଖିଲେ ଜଣାପଡ଼ୁଛି ସେ ଭିତରେ ଭିତରେ ବହୁତ କଷ୍ଟ ପାଉଛନ୍ତି। ହଉ ତୁମେ ଭିତରକୁ ଚାଲ। ହଉ ଠିକ୍ ଅଛି। ବାପାଙ୍କ ପାଖରେ ବସ, ମୁଁ ଟୁନୁ ଭାଇକି ଫୋନ୍ କରୁ। ହଉ ଠିକ୍ ଅଛି। ଏ ଟୁନୁ ଭାଇ। ହଁ ବଡ଼ ଭାଇ ଏଇରେ ପହଞ୍ଚିଲେ। ତୁମେ କେତେବେଳେ ପହଞ୍ଚିବ? ଓ ଘର ପାଖରେ ପହଞ୍ଚିଗଲଣି? ଦେବ ମାମୁଙ୍କ ସାଙ୍ଗରେ ଆସୁଛ? ହଉ ଆସ। ମୁଁ ଯେ ସକାଳୁ ସକାଳୁ ଆସି ଏଠି ପହଞ୍ଚି ପାରିଲି ସେଇଟା ବଡ଼ କଥା। ତୋ ଫୋନ୍ ପାଇ ସିଧା ଷ୍ଟେସନ ଚାଲିଲି। ସେଠି ଗଲାବେଳେ ମୁଁ ଟ୍ରେନ୍ ପାଇଲିନି। ତାପରେ ଗଲି ବସ୍ ଷ୍ଟାଣ୍ଡକୁ। ସେଠି ଗଲାବେଳୁ ବସ୍ ବି ପାଇଲିନି। କ'ଣ କରିବି ଭାବି ଚାଲିଲି ନ୍ୟାସନାଲ୍ ହାଇୱେ। ସେଠି ଗୋଟେ ଟ୍ରକ୍ ବାଲାକୁ ହାତ ଦେଖେଇ ଟ୍ରକ୍ରେ ଚଢ଼ିଲି। ବାଟରେ ଆସିଲା ବେଳକୁ ତିନିଟା ଟ୍ରକ୍ ବଦଳେଇ ଆସି ଏଠି ପହଞ୍ଚିଛି। ଆଚ୍ଛା ସେ କଥା ଛାଡ଼େ, ତୁ କହିଲୁ ବାପାଙ୍କ ଅବସ୍ଥା ଏବେ କେମିତି ଅଛି? ବ୍ୟୋମ ଭାଇଙ୍କର ଏମିତି ଅବସ୍ଥା, ମୋତେ କେହି ଟିକେ ଖବର ଦଉନ? ଖୁସି ଭାଇଙ୍କ ଠାରୁ ଶୁଣି ସକାଳୁ ସକାଳୁ ଇଆଡ଼େ ଆସୁଥିଲି। ବାଟରେ ଦେଖିଲି ଟୁନୁ ଆସୁଛି। ଟୁନୁକୁ ସାଙ୍ଗରେ ନେଇ ଆସିଲି। ଟୁନୁ ଅପେକ୍ଷା କଲୁ କାହିଁ? ବ୍ୟୋମ ଭାଇଙ୍କୁ ଦେଖିବାକୁ ଯିବା। ହଉ ଚାଲ। ବଡ଼ ଭାଇ ତ ଆସିଲେଣି, ଟୁନୁ ଭାଇ ତ ଆସିଲେଣି। ଖୁସି ଦାଦା କହିଥିଲେ ସକାଳେ ଟ୍ୟାକ୍ସି ନେଇ ଆସିବେ। ସିଏ ଆସିଲେ ସିନା ଯାହା ଯେମିତି ନିଷ୍ପତ୍ତି ନିଆଯାଆନ୍ତା। ଟୁନୁ ଆସିଲେଣି ପରା। ଚାଲ ବାପାଙ୍କୁ ଡାକ୍ତରଖାନା ନେଇଯିବା। ଦାଦା ଟ୍ୟାକ୍ସି କଥା କ'ଣ ହେଲା? ହଁ ମୁଁ ଟ୍ୟାକ୍ସି ଅଟକେଇଛି। ତୁ ଟୁନୁ ଡାକ, ମୁଁ କଥାବାର୍ତ୍ତା କରୁଛି। ଦାଦା ପ୍ରଣାମ। ଡାକ୍ତର କହୁଛନ୍ତି ଭାଇକୁ ଡାକ୍ତରଖାନା ନେଇଗଲେ ଭାଇ ଶୀଘ୍ର ଭଲ ହୋଇଯିବେ। ସେଠାରେ ହାର୍ଟ ଡାକ୍ତର ଅଛନ୍ତି, ସେ ଦେଖିବେ, ଯାହା ଯେମିତି ଚିକିତ୍ସା କରିବା କଥା କରିବେ। ତାହେଲେ ଯାଇ ଭାଇ ଶୀଘ୍ର ଭଲ ହୋଇଯିବେ। ବାପାଙ୍କୁ ଆମେ ଡାକ୍ତରଖାନା ନବାନି। ଡାକ୍ତରଖାନାରେ କେତେ ଦିନ ରହିବାକୁ ହେବ ତାର କିଛି ଠିକଣା ନାହିଁ। ସେଠି କିଏ ଆଟେଣ୍ଡ କରିବ ଏବଂ ସେଠି ଅଧିକ ଲୋକକୁ ପୁରେଇ ଦେବେନି। ବୋଉ ମଲା ବେଳକୁ ଏକା କୁନୁ ତା ପାଖରେ ଥିଲା। ବୋଉ କୁଆଡ଼େ ସମସ୍ତଙ୍କୁ ଖୋଜିଲା, ବଡ଼ ଅତୃପ୍ତିରେ ଆଖି ବୁଝିଲା। କିରେ କୁନୁ, ମୁଁ କ'ଣ ତ କହୁଛି ସତ ନା ମିଛ କହୁନୁ? ହଁ, ବୋଉ ଗଲାବେଳେ ଆଖି ଖୋଲି ଚାହିଁଲା, ଚାରିଆଡ଼େ ଆଖି ବୁଲେଇଲା। ବୋଧହୁଏ ବାପାଙ୍କୁ ଖୋଜୁଥିଲା। ଭାଇ ଟୁନୁ ଭାଇ କାଞ୍ଚନକୁ ବି ଖୋଜୁଥିଲା। ମୁଁ ତା ପାଟିରେ ପାଣି ଦେଲି। ତାପରେ ହିକା ହେଲା। 3 ଥର ହିକା ପରେ ବୋଉ ଆଖି ବୁଝିଦେଲା। ଅବଶ୍ୟ ଏକଥା ସତ ଯେ ଡାକ୍ତରଖାନା ହଉ ନର୍ସିଂ ହୋମ୍ ହଉ, ନେଲା ମାତ୍ରରେ ଆଇସିୟୁରେ ଭର୍ତ୍ତି କରିଦେଉଛନ୍ତି। ସାଲାଇନ୍ ଅକ୍ସିଜେନ୍ ଲଗେଇ ଦେଉଛନ୍ତି, ଭେଣ୍ଟିଲେଟରର ବ୍ୟବସ୍ଥା କରିଦେଉଛନ୍ତି। ଆଉ କ'ଣ ସବୁ ହାତରେ ଗୋଡ଼ରେ ଛାତିରେ ଚାରିଆଡ଼େ ଯନ୍ତ୍ରପାତି ଲଗେଇ ଦେଉଛନ୍ତି। ଦିନ ଧରି ପକେଇ ରଖୁଛନ୍ତି। ବହୁତ କମ୍ ଲୋକ ଆଇସିୟୁରେ ଜୀବିତ ଅବସ୍ଥାରେ ଫେରୁଛନ୍ତି। ଯାହା ବୋଲି ଆମେ ରୋଗୀକୁ ଡାକ୍ତରଖାନା ନେବାନି, ଚିକିତ୍ସା କରିବାନି?
ଘରେ ପକେଇ ରଖି ମାରିଦେବା? ନାଇଁ ମାମୁଁ, କଥାଟା ସେଇଆ ନୁହେଁ। ଅସୁବିଧା ହେଉଛି ଆଇସିୟୁ ଭିତରକୁ ଅଧିକ ଲୋକଙ୍କୁ ଛଡ଼ାଯାଏନି। ମଲା ପୂର୍ବରୁ ରୋଗୀ ତା ନିଜ ଲୋକକୁ କିଛି କହିବାକୁ ଚାହେଁ। ପାଖରେ ତ କେହି ନଥିବେ, କହିବ କାହାକୁ? ମୁଁ ଶୁଣିଛି ଶେଷବେଳକୁ କୁଆଡ଼େ ବହୁତ ଶୋଷ ହୁଏ, ସେଥିପାଇଁ ପାଟିରେ ଗଙ୍ଗା ଜଳ ଦିଆଯାଏ। ପାଖରେ ତ କେହି ନଥିବେ, ଗଙ୍ଗା ଜଳ ଦବ କିଏ? ଶେଷରେ ରୋଗୀର ତଣ୍ଟି ଶୁଖିଯିବ ଆଉ ରୋଗୀ ଛଟପଟ ହୋଇ ମରିବାଟା ସାରା ହବ। ହଁ, ସେମିତି ବି ହଉ। ବୁଝିଲେ ମାମୁଁ, ଆମ ଭାଇଜାଗରେ ଗୋଟିଏ ପିଲା ତା ସାଙ୍ଗର ମୋଟର ସାଇକେଲ ପଛରେ ବସି ଯାଉଥିଲା। ଟ୍ରକ୍ ସାଙ୍ଗରେ ଧକ୍କା ହେଲା। ମୋଟର ସାଇକେଲ ଚଲାଉଥିବା ପିଲାଟିର ସେଇଠି ସ୍ପଟ୍ ଡେଥ୍ ହେଲା। ଆଉ ଏ ପିଲାଟିର ଖଣ୍ଡିଆ ଖାବଡ଼ା ହେଲା। ସେଠାକାର ଲୋକମାନେ ତାକୁ ସଙ୍ଗେ ସଙ୍ଗେ ନର୍ସିଂ ହୋମ୍କୁ ନେଇଗଲେ। ନର୍ସିଂ ହୋମ୍ର ଆଇସିୟୁରେ ସେ 10 ଦିନ ରହିଲା। ତାପରେ ସେ ଆଖି ବୁଜିଲା। এই খবর তা বাপা মা শুনি নর্সিং হোমକୁ ଆସିଲେ। କିନ୍ତୁ ନର୍ସିଂ ହୋମ୍ ବାଲା ତାଙ୍କ ପୁଅର ଶବକୁ ଛୁଏଁଇ ଦେଲେନି। କହିଲେ ଆଇସିୟୁର ଖର୍ଚ୍ଚ ବାବଦକୁ 1,00,000 ଟଙ୍କା ପଇଠ କର, ତାପରେ ଯାଇ ଶବକୁ ଛୁଇଁବ। ପିଲାର ମୃତ୍ୟୁ ଦୁଃଖ ସାଙ୍ଗକୁ 1,00,000 ଟଙ୍କାର ପାଉନା। ବେରି ଉପରେ କୋରଡ଼ ମାଡ଼। କାନ ମୁଣ୍ଡା ଆଉଁସି ପଇସା ଗଣିଲେ। ତାପରେ ନିଜର ପୁଅର ଶବକୁ ନେଇ ମଶାଣିରେ ଛାଡ଼ିଲେ। ଇଏ ତ ମୋ ଆଖି ଦେଖା କଥା, ସବୁଠି ଏଇଆ ଘଟୁଛି। ତେଣୁ ମୁଁ କହୁଛି ବାପାଙ୍କୁ ଆମେ ଡାକ୍ତରଖାନା ନବାନି କି କୌଣସି ନର୍ସିଂ ହୋମ୍ ବି ନବାନି। ଦଣ୍ଡେ ନିମିଷେ ଥିଲେ ପ୍ରାଣ, ନେଇ ନପାରେ ଜନ୍ତୁରାଣ। ଇଏ ଭାଗବତ କଥା, ଅକ୍ଷରେ ଅକ୍ଷରେ ସତ। ମୁହୂର୍ତ୍ତେ ଜୀବନ ବାକି ଥିଲେ ତା ଆଗରୁ ମୃତ୍ୟୁ ହବନି। ଆଉ ଯଦି ମୃତ୍ୟୁ ସମୟ ଆସିଗଲା, ତାହେଲେ କୋଉ ଡାକ୍ତରଖାନା କେହି ବଞ୍ଚେଇ ପାରିବେ। ଖୁସି ଭାଇ, ଏ ଆପ୍ତ ବାକ୍ୟ ଜଗନ୍ନାଥ କୁଣ୍ଡୁ କହିନଥିଲା, ଯଦି ଡାକ୍ତର ଚିକିତ୍ସା କରି ଲୋକଙ୍କୁ ବଞ୍ଚେଇ ଦିଅନ୍ତା ତାହେଲେ କେହି ରାଜା ମହାରାଜା ମରିନଥାନ୍ତେ। ନାଇଁ ମାମୁଁ, ସେ କଥା ନୁହେଁ। ବାପାଙ୍କ ସାଇକୋଲୋଜିକୁ ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ। ବାପା ବୋଉକୁ ଡାକ୍ତରଖାନା ନେବାକୁ ମନା କରୁଥିଲେ, ୟାର ମାନେ କ'ଣ? ଆରେ ମାନେ ହେଉଛି ଡାକ୍ତରଖାନା ଉପରେ ତାଙ୍କର ଭରସା ନଥିଲା। ଅନେକ ଲୋକଙ୍କର ଡାକ୍ତରଖାନା ଫୋବିଆ ଥାଏ। ସେମାନେ ଡାକ୍ତରଖାନାକୁ ଦେଖିଲେ ଡରନ୍ତି। ବାପାଙ୍କର ହୁଏତ ସେ ଡର ଥାଇପାରେ। ଏଇଲେ କଥାର ମୂଲ୍ୟ କ'ଣ? ମୂଲ୍ୟ ଅଛି ଗୁଣ୍ଡୁ। ଏହି କଥାରୁ ମୋର ଯାହା ମନେ ହେଉଛି, ବାପା କେବେ ବି ଚାହୁଁନଥିଲେ ତାଙ୍କୁ ଡାକ୍ତରଖାନା ନିଆଯାଉ ବୋଲି। ଧରାଯାଉ ତାଙ୍କର ହୋସ୍ ନଥିଲା ବେଳେ ଆମେ ତାଙ୍କୁ ଡାକ୍ତରଖାନା ନେଇଗଲେ। ହୋସ୍ ଆସିଲା ପରେ ସେ ନିଜକୁ ଡାକ୍ତରଖାନାରେ ପାଇବେ। ଆଉ ଯଦି ଡାକ୍ତରଖାନା ଯାଉଠୁ ତାଙ୍କର ବିଶେଷ କିଛି କ୍ଷତି ହୁଏ, ଆମେ କେବେ ବି ଭୁଲିଯିବା ଉଚିତ ନୁହଁ ଯେ ବାପା ଜଣେ ହାର୍ଟ ପେସେଣ୍ଟ। ଯଦି ତାଙ୍କର କିଛି କ୍ଷତି ହେଲା ଆମେ ନିଜକୁ କ୍ଷମା କରିପାରିବା ତ? ସେଥିପାଇଁ ତାଙ୍କୁ ଡାକ୍ତରଖାନା ନେବା ଠିକ୍ ହବନି। ହଉ, ମୋତେ ଯାହା ଭଲ ଦିଶିଲା ମୁଁ କହିଲି। ତେଣିକି ତୁମମାନଙ୍କୁ ଯାହା ଠିକ୍ ଲାଗୁଛି କର। ଆରେ ପାଠ କହୁଛି ଭାଗ୍ୟ ଫଳତି ସର୍ବତ, ନ ବିଦ୍ୟା ନ ଚ ପୌରୁଷଂ। ଏ କୁଲୁ ବାବୁ, ବାପାଙ୍କ ଜାତକଟା ଦେଲେ ମୁଁ ନେଇ ଜ୍ୟୋତିଷଙ୍କୁ ଦେଖାଏ। ସେ ଦେଖନ୍ତୁ କାଳେ କେଉଁ ମାଳକ ଦଶା ଅଛି ନା କ'ଣ। ତାଙ୍କର ଗଣନା ପୁରାପୁରି ନିର୍ଭୁଲ। ଏପଟ ସେପଟ ହେବାର ପ୍ରଶ୍ନ ଉଠୁନି। ହଉ, ମୁଁ ଯାଏ ଟ୍ୟାକ୍ସିକୁ ମନା କରିଦିଏ। ପିଲାମାନେ ଯାହା କହୁଛନ୍ତି ତାଙ୍କ ପଛରେ କିଛି ଯୁକ୍ତିଯୁକ୍ତ କାରଣ ରହୁଛି। ବ୍ୟୋମ ଭାଇଙ୍କର ଏବେ ଯେଉଁ ଅବସ୍ଥା, ମୃତ୍ୟୁ ତାଙ୍କର ଆସନ, ଏଥିରେ କିଛି ଦୁଇ ମତ ନାହିଁ। ଡାକ୍ତର ତ ଏଠାକୁ ଆସୁଛନ୍ତି, ପିଲାମାନେ ତ ଯତ୍ନ ନେଉଛନ୍ତି। ମୁଁ ଭାବୁଛି ବ୍ୟୋମ ଭାଇ ଘରେ ଥାନ୍ତି। ଦାଦା, ଆପଣ ସକାଳ ସନ୍ଧ୍ୟାରେ ଆମ ଘରକୁ ଆସିଥିବେ, ବାପାଙ୍କୁ ଦେଖି ଯାଉଥିବେ, ଆମକୁ ପରାମର୍ଶ ଦେଉଥିବେ। ଯେତେ ହେଲେ ଆପଣ ଆମର ମୁରବୀ। ହଉ, ମୁଁ ଏବେ ଆସୁଛି। ଖୁସି ଭାଇ ତ ପୁରୁଣା କାଳିଆ ଲୋକ,
ତୁମେ ତ ଏବେକାର ପିଲା, ଚିନ୍ତାଧାରାରେ ତଫାତ୍ ରହିବ, ତଥାପି ତାଙ୍କୁ ଛାଡ଼ିକି ଯିବ ନାହିଁ, ତାଙ୍କୁ ସାଙ୍ଗରେ ଧରି ଚାଲୁଥିବ। ଆରେ ଆଉ ଖାଇବାକୁ ଦେନି, ପାଟିରେ ଯାହା ଭାତ ଅଛି ତାକୁ ବାହାର କରିଦେ। ଆରେ ଯଦି ଶ୍ୱାସ ନଳୀରେ ରହିଯିବ ବହୁତ ଅସୁବିଧା ହେବ। ମୁଁ ଡାକ୍ତରଙ୍କୁ ଫୋନ କରୁଛି। ତମେ ଦି ଜଣ ଏଠି କ'ଣ କରୁଛ? ଆରେ କାମ କରିବାକୁ ପଡ଼ିବ ବୋଲି ପାଣି ନେବା ବାହାନାରେ ଏଠି ଆଜି ଗପ ଜମାଉଛନ୍ତି ଆଉ। ଗରମ ପଡ଼ି ଦିଟା ଆଉ। ଏମିତି କ'ଣ କହୁଛି? ଆରେ ଗୀତା ମିତା ତମେ ଦି ଜଣ ତ ଆସିଲ, ତମ ସାଙ୍ଗ କାଞ୍ଚନ କୁଆଡ଼େ ଗଲା? କାଞ୍ଚନ କଥା କହନା ରେ କହନା, ତା ଘର କଥା ଶୁଣିଲେ ଛାତି ଫାଟି ଯାଉଛି। ତେନା କ'ଣ? ବୁଝିଲ ଗୋପାଳ, ତା ବାପାଙ୍କର ବହୁତ ଖରାପ। କ'ଣ ଏ? ତା ବାପାଙ୍କର ହାର୍ଟ ଆଟାକ୍ ହେଇଛି। ଆଚ୍ଛା ହାର୍ଟ ଆଟାକ୍? ଆଚ୍ଛା ତା ବାପା କ'ଣ ଡାକ୍ତରଖାନାରେ ଅଛନ୍ତି? ଡାକ୍ତରଖାନା? ତିନିଟା ରୋଜଗାରିଆ ପୁଅ ଥାଉ ଥାଉ ବାପାଟାକୁ ଡାକ୍ତରଖାନା ନ ନେଇ ଘରେ ପକେଇ ରଖିଛନ୍ତି, କ'ଣ ପଇସା ଖର୍ଚ୍ଚ ହେଇଯିବ। ତେନା କ'ଣ? ବୁଝିଲୁ, ତାଙ୍କ ଘର ଖାଲି ଉଠୁଛି ପଡୁଛି। ଆରେ ଦେଖରେ ସୁଧା ମତେ ତାଙ୍କ ଘର କଥା ଶୁଣି ଆମକୁ କେମିତି କମେଣ୍ଟ ମାରିଲେଣି। କମେଣ୍ଟ କ'ଣ? ଖାଣ୍ଟି ସତ କଥା, ସବୁ ପୁଅ ଗୁଡ଼ା ସେଇଆ। ପୁଅ ଜନ୍ମ କରିବା ଠିକ୍। ଇଏ କ'ଣ କହୁଛି? ଆମେ କ'ଣ ଶାନ୍ତି ଘର ପୁଅ ନୁହଁ? ଆମେ କ'ଣ ଆମ ବାପା ମାଆଙ୍କୁ ଜମା ପଚାରୁନୁ? ଆରେ ନାକି ରଖିଲେ ଆମେ ଏମିତି ମଜାରେ କହୁଥିଲୁ ନା। ହଉ ଛାଡ଼, ଯୁଗ କ'ଣ ହେଲା ରେ, ଚାଲ ଉପରେ ଚାଲ, ଖରା ହେଲା। ଆରେ ଏ ଗୀତା ମିତା, ଆଜି ସନ୍ଧ୍ୟାରେ ମାଆଙ୍କ ସ୍କୁଲ ଆଜି ନାଚ ଗୀତ ହେଉଛି, ତମେ ଦି ଜଣ ଆଜି ଦେଖିବା ଯିବନି କି ରେ? ଯିବା ନା ଆଉ। ତମେ ଦିଟା ତ ଆଗେ ଯାଇ ଶେଷ କରି ବସି ପଡ଼ିବ, ଆମ ପାଇଁ ବି ଜାଗା ରଖିଥିବ। ହଁ ଆମେ ଜାଗା ରଖିବୁ ଯେ, କିନ୍ତୁ ତମେ ଶୀଘ୍ର ଆସି ବସିବ, ନହେଲେ ଅନ୍ୟ ଲୋକ ବସିଗଲେ ଆମକୁ